ହଇଲୋ, ୟାକୁ କେଉଁଠୁ ଆଣିଲୁ? ବାପା ପଠେଇଥିଲା। ପରିମଉସା ଆସିଥିଲେ ଯେ ତାଙ୍କରି ହାତରେ ଔଷଧ ଆଉ କମଳା ପଠେଇଥିଲା। ପାଉଁରୁଠି ପଠେଇ ଦେଇଛି, ଦେବି? ରୂପା ଜବାବ ଦେଲାନି। କେତେବେଳେ ପରିଆ ଆସି ଫେରିଗଲା ସେ ଜାଣିପାରିଲାନି। ଦୀନବନ୍ଧୁ ଚାକିରି ପାଇଗଲା ତେବେ? ଓଃ, ଏଣିକି ଶାନ୍ତିରେ ରୂପା ମରିଯିବ। କିଛି ନହେଲେ ଝିଅଗୁଡ଼ାଙ୍କର ମାନମହତ ରହିଗଲା। ଭଗବାନ ବଡ଼ ସାହା। ଟିକିଏ ରହି ପଚାରିଲା, ଚାଉଳ କାଠ ଘରେ ଅଛିଟିଲ ଝିଅ? ହଁ ବୋଉ। ତୁ ସେ ବିଷୟରେ ଚିନ୍ତା କରନା, ନେଲୁ ଔଷଧ ଖାଇଲୁ। ରୂପା ଔଷଧ ଖାଇ ଝରକା ପଟକୁ ବୁଲି ଶୋଇଲା। ସଞ୍ଜ ବୁଡ଼ଟାରେ କିଏ ସେଠି ଛିଡ଼ା ହୋଇଥିଲା। ଫାଳେ ଝରକା ମେଲା ହେଲେ ବି ମୁହଁଟା ଝଲସି ଉଠି ଫୁଟି ଉଠିଲା। ରୂପା ଚମକି ପଡ଼ି ପଚାରିଲା, ଆରେ ମଧୁ, ଦେଖିଲୁ ରେ କିଏ ସେଠି ଛିଡ଼ା ହୋଇଛି? କାହିଁ ବୋଉ, କିଏ? ମିଛରେ ବାଉଳି ହେଉଛୁ। ରମା, ଉମା ଏକା ସଙ୍ଗେ ଜବାବ ଦେଲେ। ରୂପା ନିଜକୁ ବିଶ୍ୱାସ କି ଝିଅମାନଙ୍କୁ ବିଶ୍ୱାସ କରିପାରୁନଥିଲା। ଆଜିକାଲି ରାତିରେ ଭଲ ନିଦ ହେଉନି। କବାଟ ଖାଲି ଧଡ଼ ଧଡ଼ ବାଡ଼େଇ ହେଉଛି। କିଏ ଯେମିତି କେଉଁଠି ବସି ଫୁସ୍ଫାସ୍ କଥା ସାଙ୍ଗକୁ ଚାପି ଚୁପି ହସିଲା ପରି ଶବ୍ଦ ଆସି ବାଜୁଛି କାନରେ। ଘୋଷାଡ଼ି ଘୋଷାଡ଼ି ନିଜକୁ ଉଠେଇ ନେଇ ଭଲମନ୍ଦ ପରଖି ନେବାକୁ ଦେହରେ ତାକତ ନାହିଁ ତାର। କେଜାଣି ଦୀନବନ୍ଧୁ ଆଉ ଫେରିବ କି ନାହିଁ। ଯାହା ହେଉ, ଗଡ଼େଇ ତଡ଼େଇ ହୋଇ ରୂପା ପୁଣି ବିଛଣାରେ ଉଠି ବସିଲା। ଏବେ କିନ୍ତୁ ଘର କାମ କିଛି କରିବାକୁ ମନ ହେଉନି। ଝିଅମାନେ ସବୁ କରୁଛନ୍ତି। ଚାଉଳ ଡାଲି ସବୁବେଳେ ଘରେ ଅଛି। ପଚାରିଲେ କ'ଣ ନା ବାପା ପଠେଇଛି ଅମୁକ ଲୋକ ହାତରେ ତ ସମୁକ ଲୋକ ସାଥିରେ। ହେଲେ ଅମୁକ ସମୁକ ଲୋକ କାହାକୁ ଦେଖିବାକୁ ପାଉନି ରୂପା। ନିଜ କାମଟା ଘୋଷାଡ଼ି ହୋଇ କରିଦେବା ଛଡ଼ା ଅନ୍ୟ କିଛି କରିବାକୁ ବଳ ପାଉନାହିଁ ତାର। ଛିଡ଼ା ହେଲେ ମୁଣ୍ଡଟା ଘୁରାଇ ଦେଉଛି। ମଧୁଟାର କ'ଣ ହେଉଛି କେଜାଣି ଘରେ ଟିକିଏ ବି ରହୁନି। ସାଧୁ ବି ଚାଲିଗଲାଣି କାରଖାନାକୁ କାମ କରିବାକୁ କି କ'ଣ। ସାଇରୁ ଆଗପରି ଗାଁ ମାଇପେ ତାଙ୍କ ଘରକୁ ବୁଲି ଆସୁ ନାହାନ୍ତି ଯେ କାହାଠୁ ଭଲ ମନ୍ଦ ପଦେ ଶୁଣିବ। ନୀତିମଳୁକୁ ପଚାରେ କିଏ? ଝିଅମାନେ ତାଙ୍କ କାମଧନ୍ଦାରେ ବ୍ୟସ୍ତ। ଆଜିକାଲି ସୁମାଟା ଭାଇ ପାଖରେ ରହି ଇସ୍କୁଲକୁ ବହି ବସ୍ତାନି ଧରି ଯାଉଛି। ଉପରେ 2 ଜଣ ଖଡ଼ି ଧରି ପାରିଲେନି ବୋଲି ସବୁବେଳେ ରୂପା ମନ ଦୁଃଖ କରୁଥିଲା। ଖରା ବେଳଟାରେ ଛାଇ ନିଦ ଲାଗି ଆସିଛି କି ନାହିଁ କିଏ ଜଣେ ଆସି ଡାକ ପକାଇଲା। କିଏ? ଧରପଡ଼ କରି ଉଠି ବସିଲା ରୂପା। ଦୀନବନ୍ଧୁର ପାଟି ଭଳି ଶୁଭୁଛି। ଝିଅଗୁଡ଼ାକ କ'ଣ ଘରେ ନାହାନ୍ତି? ରୂପା ଝରକା ପାଖରେ ଚାହିଁଲା। ନାହିଁ, ଦୀନବନ୍ଧୁ ନୁହେଁ, କି ଜଗୁ ସାହୁ ନୁହେଁ, କି ମଧୁ ନୁହେଁ, ଏମିତିକି ଏଇ ଆଗ ସାହିର ପରିଆ ବି ନୁହେଁ। ଏମିତି ଲୋକଟା କେବେ ସେ ଦେଖିନି। ରୂପା ଅନେଇଛି। ରମା ଯାଇ ଖୁଣ୍ଟଟା ପାଖରେ ଛିଡ଼ା ହେଲା। ଏଣିକି ତେଣିକି ଚାହିଁ ସେଇ ଲୋକ ହାତରୁ ବୁଜୁଳାଟାଏ ଆଉ ଅଖାରେ ଭର୍ତ୍ତି କ'ଣ ଜିନିଷ ଟେକି ନେଇଗଲା ଘର ଭିତରକୁ। ତରଙ୍ଗ ତରଙ୍ଗ ଚାହାଣୀରେ ଯେମିତି ଭୟ ମିଶି ରହିଛି। ଉମା ସଜନା ଗଛ ମୂଳେ ଛିଡ଼ା ହୋଇ ପଚାରିଲା, ନାନୀ, ବୋଉ ପାଇଁ ଫଳ ପାଉଁରୁଟି ଆସିଛି ତ? ଲୋକଟା ହସି ହସି ରମାକୁ କ'ଣ କହି ତା ଗାଲ ଚିପିଦେଲା। ଆଉ କାଖକୁ ଗୋଟିଏ ପୁଡ଼ା କାଢ଼ି ଦେଇ ବୁଜୁଳା ଉପରେ ରଖିଦେଲା। ରମା ଚାଲି ଯାଉ ଯାଉ ଉମା କହିଲା, ଆଜି ବେଶୀ ରାତି କରିବନି ଭାଇନା, ଶୀଘ୍ର ଆସିବ। ଲୋକଟା ସାଇକେଲ ଉପରେ ବସି ମୁରୁକି ହସି ଚାଲିଗଲା ବେଳେ କହିଲା, ମୁଁ ତ ରୋଜ ଆସୁଛି, ହେଲେ ଆଜି ସିଏ ଆସିବ। ତା ଦାୟିତ୍ୱ ତୋର। ମୁଁ ସିନା ବାହା ହୋଇଛି ବୋଲି ନାନୀକୁ ଘରକୁ ନେଇ ପାରୁନି, ହେଲେ ସେ ବାହା ହୋଇନି। ଉମା କ'ଣ ଜବାବ ଦେଲା ଶୁଭିଲାନି ରୂପାକୁ। ଏମିତିକି ଉମା ଦେଖାଯାଉ ନଥିଲା ତାକୁ। ଲୋକଟା କିଏ କିଛି ମନେ ପଡ଼ୁନଥିଲା। ରୂପା ଥରି ଥରି ଆସି ଖଟ ଉପରେ ଗଡ଼ି ପଡ଼ିଲା। ଏବେ 2 ପାଦ ଚାଲିଗଲେ ଦେହ ମୁଣ୍ଡ ସବୁ କମ୍ପି ଉଠୁଛି। ଆଖି ଜଳକା ମରିଯାଉଛି। କାନକୁ ତ ଅଧେ ସମୟରେ କୌଣସି କଥା ଶୁଭୁନାହିଁ। ଆଗକୁ ପଛକୁ କେହି ନାହିଁ। ଏଣେ ଘରେ ମୁରବି ନାହିଁ। ବାପା ଥାଇ ଯାହା, ନଥାଇ ସେଇଆ। ମା ବୋଲି ଆକଟି ପଦେ କହିବାର ଶକ୍ତି ନାହିଁ। ବୟସ ଗଡ଼ିଗଲାଣି। ମରିବାକୁ ଚାହିଁଲେ କ'ଣ ସଭିଏଁ ମରିପାରନ୍ତି? ହେଇ ତ କେତେ ବଢ଼ି ମରୁଡ଼ି ଉପାସ ଭୋକ ବିତେଇ ଦେଇ 5ଟା ପିଲା ଜନ୍ମ କରି ସେ ବଞ୍ଚିଛି। ଏତେ ଦୁଃଖରେ ରୋଗରେ ଜୀବନଟାକୁ ଯାଉନାହିଁ। ଶେଷକୁ ସବୁ ଅପକର୍ମ ଦେଖି ସେଇଥିରେ ତାକୁ ବଞ୍ଚିବାକୁ ହେବ। ଦୀନବନ୍ଧୁ ଚାଲିଗଲା। ଜାଣି ଜାଣି ଘର ଛାଡ଼ି ଚାଲିଗଲା କି ଜଗୁ ବେହେରା ପାଇଁ ସବୁ ସୁବିଧା କରି ସେଠି କାରଖାନାରେ ଗଞ୍ଜେଇ ଟାଣି ଆରାମରେ ରହିଲା, ସେଇ ଠାକୁର ଜାଣନ୍ତି। ପାଖ ଘରେ କିର୍ କିର୍ କରି ହସି ଉଠିଲା ଉମା।
ଦୁଇ ଭଉଣୀ ଆସ୍ତେ ଆସ୍ତେ ଆଗେ କଥା ହେଉଥିଲେ, କିନ୍ତୁ ଆଜିକାଲି ବଡ଼ ପାଟିରେ କଥା ହୁଅନ୍ତି, ହସନ୍ତି। ରୂପା 10 ଡାକରେ ଥରେ ଜବାବ ଦିଏ। ବୋଉକୁ କିଛି ଶୁଭେ ନାହିଁ, ଦିଶେ ନାହିଁ ବୋଲି ସେମାନଙ୍କ ଧାରଣା। କିଏ ଡାକିଲା? ବୋଉ? ଏ ବୋଉ? ରୂପା ଆଖି ମେଲି ଚାହିଁଲା। ଲୁହ ଭର୍ତ୍ତି ଆଖିରେ ସବୁ ଜାଲୁ ଜାଲୁଆ ଦିଶୁଥିଲା। ବୋଉ? ରମା ପାଖକୁ ଆସି ପିଠି ଉପରେ ହାତ ବୁଲେଇ ବସିଲା। ଉମା ଗୋଡ଼ ଆଡ଼କୁ ଛିଡ଼ା ହୋଇଛି। ବୋଉ, ତୁ ଏମିତି କାନ୍ଦୁଛୁ କାହିଁକି? ବାପା କିଛି ଖବର ଦେଇନି ବୋଲି ତୁ ବ୍ୟସ୍ତ ହେଉଛୁ କି? ଆମେ ଅଛୁ ବୋଉ, ତୋର କିଛି ଅସୁବିଧା ହେବନି। ଦେହଟା ଦୁର୍ବଳ ଲାଗୁଛି, ସେଇଥିପାଇଁ ଭାବିଛି ତୋତେ ଡାକ୍ତରଖାନା ନେଇ ଦେଖେଇ ଆଣିବ। ରୂପାର ନିବୁଜ ଆଖିରୁ କେଜାଣି କାହିଁକି ଲୁହ ଝରି ଯାଉଥିଲା। ପଦୁଟିଏ କଥା ସେ କହିପାରିଲାନି। ସ୍ନୋ ପାଉଡର ସେଣ୍ଟର ବାସ୍ନା ଘରସାରା ମହକି ସୃଷ୍ଟି କରୁଥିଲା। ରମାର ହାତକୁ ଧରି ପକାଇ ରୂପା ଆଖି ଖୋଲି ପଚାରିଲା, ଏସବୁ ଜିନିଷ କିଏ ଦେଇଛି ସତ କହ? ରମା ଚୁପ୍ ରହିଲା। ମୋତେ କାହିଁକି ମିଛରେ ବାପା ନା କହୁଛୁ? ବୋଉ, ତୋର ସତ ମିଛ ଜାଣି ଲାଭ କ'ଣ? ମନେକର ବାପା ପଠେଇଛି, ଆମେ ଭଲରେ ଅଛୁ। ମଧୁ କଲ୍ୟାଣପୁରରେ ପିଅନ ଚାକିରି ପାଇଛି। ସାଧୁ ଓ ସୁମା ତା ପାଖରେ ସ୍କୁଲରେ ପଢ଼ୁଛନ୍ତି। ତୋ ରୋଗର ଚିକିତ୍ସା ହେଉଛି, ଫଳ ଔଷଧ ଖାଉଛୁ। ଆଉ ତୁ ଚାହୁଁଛୁ କ'ଣ ବୋଉ? ଡବ ଡବ କରି ଗୁଡ଼ାଏ କଥା କହିଗଲା ଉମା। ଏମିତି ସବୁବେଳେ କଥା କହୁଥିବାରୁ କେତେ ତାକୁ ଆକଟି ଥାଏ ରୂପା। ହେଲେ ତା ମୁହଁକୁ ଚାହିଁ ଯେମିତି ଗୋଟାଏ କୋକୁଆ ଭୟ ଗ୍ରାସିଗଲା ରୂପାକୁ। ସେ ଆଖି ବୁଜି ପକାଇଲା। ରମା ଆସ୍ତେ କହିଲା, ଚାଲ ଯିବା। ବୋଉ ଟିକିଏ ଶୋଉ। ଛୁରୀରେ ଯେମିତି କିଏ କଚ୍ କଚ୍ କରି କାଟି ପକାଇଲା ରୂପାର ଛାତିକୁ। ଛି, ତା ପେଟରୁ ଜନ୍ମ ହୋଇ ଏମାନେ ପୁଣି ଏମିତି ହେଲେ। ଉମା ଗଲାବେଳେ ଶୁଣେଇ ଶୁଣେଇ କହୁଥାଏ, ବୋଉ ଚାହୁଁଥିଲା ଆମେ ଏମିତି ଭୋକ ଉପାସରେ ମରି ଯାଇଥାନ୍ତେ ପଛେ। ଚୁପ୍ ଚୁପ୍, ତୁ ଶୀଘ୍ର ଯାଇ ଚକୁଳି ପିଠା କରିଦେ। ସେ ଆସିଗଲେ ସଙ୍ଗେ ସଙ୍ଗେ ଯିବାକୁ ହେବ। ସବୁଦିନ ରାତି କରି ଫେରିଲାରୁ ଡର ଲାଗୁଛି ମୋତେ। ଆସିଲେ ଖାଇବା। ଉମା କହିଲା, ଆଉ ମାସେ ତ ଯିବା। ତେଣିକି ଗୁହାଳ ଘର ଚାଳଟା ମରାମତି ହୋଇଗଲେ ଆଉ ଅସୁବିଧା ରହିବନି। ବଖରାଏ ଘର, ଅଲଗା ନ ରହିଥିବାରୁ ଭାରି ହଇରାଣ। ତୁ ଭାଇନାକୁ ଜିଗର ଲଗା, ଯେମିତି 15 ଦିନରେ କାମ ହେବ। ହଉ ତୁ ଯା, ମୁଁ ସଞ୍ଜ ଦେଇ ଆସେ। ନାନୀ, ମୋତେ ଡର ମାଡ଼ୁଛି। ସେ କେମିତିଆ ଲୋକ ହେଉଥିବ? ପ୍ରଥମେ ପ୍ରଥମେ ସେମିତି ଡର ଲାଗେ। ଜଗୁ ସାହୁକୁ ଦେଖିଲେ ମୋର ପ୍ରାଣ ଛାଡ଼ି ଯାଉଥିଲା, ହେଲେ ଏବେ କିଛି ଲାଗୁନାହିଁ। ଉମା କ'ଣ ଗୋଟାଏ ଗୀତ ଗାଇ ଗାଇ ଘର ଭିତରକୁ ଆସିଲା। ଆଉ ଡିବିରିଟା ଜାଳି ଦେଇ ରୂପା ମୁଣ୍ଡ ପାଖରେ ରଖି ଚାଲିଗଲା। ସଞ୍ଜବେଳର ସୁଲୁସୁଲୁ ପବନରେ ତାକୁ ନିଦ ଲାଗି ଆସିଲା। ଜାଣିପାରିଛି ରୂପା, ସବୁଦିନେ ସଞ୍ଜବେଳେ ତାକୁ ଔଷଧ ଦେଇ ସେମାନେ ଶୁଆଇ ଦିଅନ୍ତି। ଆଜି ବି ଦୁଧ ସଙ୍ଗରେ ଦେଇଛନ୍ତି, ହେଲେ ସେ ଶୋଇବ ନାହିଁ। ଦୀନବନ୍ଧୁ ଦିନେ ପକେଟରେ ନେଇ ଆସିଥିଲା ବିଷ ଶିଶିଟାଏ। ସେଥିରୁ 2 ବୁନ୍ଦା ଖାଇବା କ୍ଷଣି ପ୍ରାଣ ଯିବ ବୋଲି ତାକୁ 1000 ଥର କହିଥିବ। ସେଇ ଭୟରେ ଦିନେ ବି ରୂପା ତାକୁ କିଛି କହେ ନାହିଁ। ବିଷ ଶିଶିଟା ଦୁର୍ଗା ଫଟୋ ପଛରେ ସେ ଲୁଚେଇ ରଖିଦେଇଛି। ଏତିକିବେଳେ ଦୁମ୍ ଦୁମ୍ ଆବାଜ ଶୁଭିଲା। କିଏ ଯେମିତି ଇସାରାରେ କାହାକୁ ଡାକୁଛି। ତା ପଛକୁ କବାଟ ଆଉଜେଇ ଖସର ଖସର ହୋଇ ଯିବା ଆସିବା କରିବାର ଭାରି ପାଦ ଚାଲି ଯେମିତି ମୁଦ୍ଗର ପିଟି ଚାଲିଗଲା ରୂପା ଛାତିରେ। ଟିକକ ପରେ ରୂପା ଉଠିଲା। କୌଣସି ମତେ ଘୁଷୁରି ଘୁଷୁରି ଯାଇ ବିଷ ଶିଶିଟା ଦୁର୍ଗା ମୂର୍ତ୍ତି ପଛରେ ଥିବା ଟିଣ ଡବା ଭିତରୁ ବାହାର କଲା। କାନରେ ଶୁଭୁଛି, ବୋଉ, ଆମେ ଖାଇବୁ କ'ଣ? ବୋଉ, ଭାରି ଭୋକ। ତୁ ମନା କରନା ବୋଉ। ବୋଉ, ତୋର ଅସୁବିଧା କ'ଣ? ଔଷଧ ଫଳମୂଳ ଖାଉଛୁ, ଆମେ ତ ଅଛୁ। ତୁ ବାପା କଥା କାହିଁକି ଭାବୁଛୁ? ବୋଉ, ତୁ ମନା କରନା ବୋଉ, ଆମକୁ ଭାରି ଭୋକ ହେଉଛି ବୋଉ। ଝିଅମାନଙ୍କୁ କାହିଁକି ସାଇତି ରଖିବି ଘରେ? କାହିଁକି? ଘରସାରା ବିଚିତ୍ର କଥାର ଶବ୍ଦରେ ରୂପାର ମୁଣ୍ଡ କ'ଣ ହେଇଯାଉଛି। ହାତ ମୁଠାରେ ବିଷ ଶିଶିକୁ ଚାହିଁ ସେ କମ୍ପି ଉଠିଲା। ଏଥିରୁ 2 ବୁନ୍ଦା ଖାଇ ଆର ସାହିର ଗଣେଶ ଭେଣ୍ଡା ଟୋକାଟା ଆଖି ପିଛୁଳାକେ ମରି ପଡ଼ିଲା ଠାକୁର ପିଣ୍ଡାରେ। ତାରି ପକେଟରୁ ଶିଶିଟା ଦୀନବନ୍ଧୁ ନେଇ ଆସିଥିଲା ଏବଂ ସବୁଦିନ ଧମକେଇଥିବ ସେ ମରିଗଲେ ରୂପା ଓ ତା ପିଲାମାନେ କେମିତି ହଇରାଣ ହେବେ ସେ ଦେଖିବ ଆରପୁରରେ ଥାଇ। ଶିଶିଟା ଧରି ସେ ପଦାକୁ ଆସିଲା। ଏବେ ପାଦ ସଳଖ ପଡ଼ୁଛି। ଭୟ ଲାଗୁନି କି ଦୁର୍ବଳ ଲାଗୁନି। ଚୁଲି ପାଖରେ ପିଠା ଥୁଆ ହୋଇଛି। ବାଁ ପଟ କାନ୍ଥ କରକୁ ଲାଗି ପାଣି ମାଠିଆ। ରୂପା ଶିଶିରୁ 10-12 ଟୋପା ପିଠା ଉପରେ ଛିଞ୍ଚି ଦେଲା, ଆଉ କିଛିଟା ପାଣି ମାଠିଆରେ। ତାପରେ ଶିଶିଟା ହାତରେ ଧରି ଖଟ ଉପରେ ଆସି ବସିଲା। ଏଇଲେ ଭୟ ଲାଗୁଛି କାହିଁକି? ବଡ଼ ଏକା ଏକା ଲାଗୁଛି। ନିଛାଟିଆ ଭାବଟାଏ ତାକୁ ଭୂତ ମାଡ଼ି ବସିଲା ପରି ଗ୍ରାସି ଯାଇଛି। ନାହିଁ, ଏକା ସେ ମୋଟେ ରହିପାରିବନି।
ପାରିବନି। ଏତେ ବଡ଼ ପୃଥିବୀରେ କେମିତି ଦୀନବନ୍ଧୁ ପୁଅ ଝିଅ ସମସ୍ତିଙ୍କି ଛାଡ଼ି ଦେଇ ସେ ରହିବ? ଘର ସାରା ଚାରିଆଡ଼େ ଡିବିରି ଆଲୁଅରେ କେତେ ଛାଇ, କେତେ ଆଲୁଅ ଭିତରେ ହଜିଲା ମୁହଁ ସବୁ ଦିଶି ଯାଉଛି। ବାପା, ବୋଉ, ଶାଶୁ, ଶ୍ୱଶୁର, ପୁଅ, ଝିଅ, ଦୀନବନ୍ଧୁ ସବୁ ମିଶି ଯେମିତି ନାଚି ନାଚି ଅନ୍ଧାର କାନ୍ଥ ଦେହରେ ଘଷି ହୋଇ ମିଳେଇ ଯାଉଛନ୍ତି। ଘରଟା ସାରା ମଲା ଜିଇଁଲା ମଣିଷର ପ୍ରେତ ରୂପାର ଚାରିଆଡ଼େ ଘୂରି ବୁଲୁଛନ୍ତି। କହୁଛନ୍ତି ଯେମିତି ପଳେଇ ଯା, ପଳେଇ ଯା। ଏ ସଂସାରରେ ରହିଲେ ଭୋକ, ଖାଲି ଭୋକରେ ମରି ସନ୍ତୁଳି ପାଉଁଶି ହୋଇଯିବୁ। ଯେତେ ଖାଇବୁ ସେତେ ଭୋକ। ଏକ ନୁହେଁ, ଅସୁମାରି ଭୋକ। ହଜାର ବାଟରେ ହଜାର ଭଙ୍ଗୀରେ ଆସି ତୋତେ ମାଡ଼ି ମକଚି ମୋଡ଼ି ମୋଡ଼ି ରକ୍ତ ଶୋଷିବ। ରୂପା ଦେହରୁ ଝାଳ ବୋହି ଯାଉଥିଲା ଗମ୍ ଗମ୍ ହୋଇ। କେତେ ସମୟ ବେହୋସ ଅବସ୍ଥାରେ ବିଷ ଶିଶିଟା ଧରି ସେ ଯେମିତି ଖଟଟାରେ ପଡ଼ିଥିଲା କେଜାଣି। ଖଟ୍ ଖାଟ୍ ଶବ୍ଦରେ ସେ ଚାହିଁ ଦେଖିଲା ରମା ଉମା ଫେରିଆସି ଚୁଲି ପାଖରେ ବସିଛନ୍ତି। ଗୋଟିଏ ଥାଳିରେ ପିଠା ବଢ଼ା ହୋଇଛି, ପାଖରେ 2 ଗିଲାସ ପାଣି। ଲଣ୍ଠନ ଆଲୁଅରେ ତାଙ୍କର ମୁହଁ ଦିଟା ଉଜ୍ଜଳି ଉଠୁଛି ନାଲି ଶାଢ଼ୀ ଘେର ଭିତରେ। କ'ଣ କହୁଥିଲେ ସେମାନେ କେଜାଣି? ରୂପା ବିଷ ଶିଶିଟାର ଠିପି ଖୋଲି ପାଟି ଭିତରକୁ ନେଉ ନେଉ କାହାର ବିକଳ ଡାକ ଶୁଣି ମଧ୍ୟ ଅଶୁଣା ରହିଯାଇଥିଲା। ଅନ୍ଧାରକୁ ତାର ଭାରି ଭୟ ବୋଲି କେହି ନ ଜାଣିଲେ ବି ଦୀନବନ୍ଧୁ ତ ଜାଣିଛି। ଏତେ ଅନ୍ଧାର, ନିର୍ଜନତା ଆଉ ଭୋକର ଦାଉ ସେ ସହ୍ୟ କରିପାରିବନି ବୋଲି କ'ଣ ଡେଙ୍ଗୁରା ପିଟି ସମସ୍ତଙ୍କୁ ଶୁଣାଇବ? ଯେଉଁ ଗଛ ରୂପା ଲଗାଇଥିଲା ସେ ତାର ହାତ ପାହାନ୍ତିରେ ନାହିଁ। ଡାଳପତ୍ର ମେଲେଇ ସେ ଆକାଶ ଉଞ୍ଚା ହେଲାଣି। କେତେ ଫୁଲ ଫଳରେ ସେ ନଦୀ ହୋଇଛି କେଜାଣି। ଯେତେ ଆଖି ଟେକି ଚାହିଁଲେ ବି ଦିଶୁନାହିଁ କିଛି, ଖାଲି ଛାଇ। ଛାଇ ଅନ୍ଧାର ଜମି ଆସୁଛି ଏକୁଟିଆ ପାଦ ପକାଇ ତାର ଚାରିପଟରେ। ଯେଉଁ ଅନ୍ଧାର ତାକୁ ଛୁଇଁଥିଲା ଦୀନବନ୍ଧୁ ଘରକୁ ତୋଳା କନ୍ୟା ହୋଇ ଆସିଲା ଦିନ। 5-5ଟା ପିଲାଙ୍କୁ ଜନ୍ମ ଦେଇ କ୍ଷୀର ନ ଦେଇପାରି ଦିନ ରାତି ଲୁହ ଢାଳିଲା ଦିନ। ଆଉ କେବେ କେବେ ମଝି ରାତିରେ ଭୋକ ଦାଉରେ ଭୁଇଁକୁ ଅଣ୍ଡାଳିବା ସମୟରେ କି ଦୀନବନ୍ଧୁଠୁ ଗାଳିମାଡ଼ ଖାଇ ବୋବାଳିଆ କୋହରେ ଚୁପ୍ ରହିଲା ବେଳ। ଏମିତି କେତେ ଥର ଛାଇ ପରି ଛୁଇଁ ଦେଇ ଡରେଇ ପକାଇଥିବା ଅନ୍ଧାର ଏବେ ଭିତର ବାହାର, ତଳ ଉପର ଚାରିପଟରୁ ନିବୁଜ କରି କୁଣ୍ଢାଇ ଧରିଛି। ତଥାପି ଏତେ ନିଛାଟିଆ ଲାଗୁଛି କାହିଁକି ତାକୁ? ନାଇଁ, ରୂପା ମୋଟେ ନିଛାଟିଆ ଅନ୍ଧାରରେ ରହିପାରିବନି ବୋଲି କ'ଣ କେହି ଜାଣିନାହାନ୍ତି ଯେ?